ଦୈତାରୀ ପଣ୍ଡା ପ୍ରକୃତ ନାଚ ପାର୍ଟିରେ ଖଳନାୟକ, ତା ପ୍ରକୃତ ଚଳଣିଟା ହେଉଛି ଖଳନାୟକ। ସିଏ ଏଭଳି ପ୍ରକୃତିର ଲୋକ, ସେ ନିଜ ସ୍ତ୍ରୀ କି ଯେ ଘରୁ ତଡ଼ି ଦେଇଛି। ଏବେ ଆଜି ଆମେ ନ୍ୟୁଜ୍ ଦେଖୁଥିଲୁ, ପେପରରେ ବାହାରିଛି ମାସିକ 1,00,000 ଟଙ୍କା ନେଉଥିଲା ବେଳେ ସେ ପେପରରେ ଦେଇଛି ଗଭର୍ଣ୍ଣମେଣ୍ଟକୁ, ଟ୍ୟାକ୍ସ ଫାଙ୍କିଛି, ମାସକୁ ପାଉଛି 3,000-4,000 ଟଙ୍କା ବୋଲି ସେ ବର୍ତ୍ତମାନ ଗଭର୍ଣ୍ଣମେଣ୍ଟକୁ ଦେଖେଇଛି। ତା ବାଦେ ବର୍ତ୍ତମାନ ସବୁଠି ନିନ୍ଦନୀୟ କଥା, ଆମେ ହିନ୍ଦୁ ଲୋକ, ସନାତନ ଧର୍ମୀ ଲୋକ, ଏଇଟା ସାରା ଭାରତ କ'ଣ ସାରା ପୃଥିବୀରେ ବର୍ତ୍ତମାନ ନିନ୍ଦା ହେଉଛି। ସନାତନ ଧର୍ମକୁ ଆଘାତ ଆସିଛି। ସିଏ ଜଣେ ଖଳନାୟକ ଲୋକ ଏଭଳି ଭାବରେ ହିନ୍ଦୁ ଧର୍ମାଲମ୍ବୀ ଲୋକକୁ ଏଭଳି ଭାବରେ ଆଘାତ ଦେଇଛି। ଆମେ ସାରା ପୃଥିବୀ ଲୋକ ତାକୁ ନିନ୍ଦା କରୁଛୁ। ସେ ନବୀନ ପଟ୍ଟନାୟକକୁ ଜଗନ୍ନାଥ ଆଖ୍ୟା ଦେଇଛି। ଏଇଟା ହେଉଛି ଆମକୁ ଭାରି କଷ୍ଟ ଲାଗୁଛି। ଏଭଳି ଲୋକକୁ ଓଡ଼ିଶାରେ ରଖିବା ଉଚିତ ନୁହଁ। ଯେଉଁ ନାଚ ପାର୍ଟି ରଖିଛି ତାକୁ ମଧ୍ୟ ଆମେ ଅନୁରୋଧ କରିବୁ, ସେଭଳି ଲୋକକୁ ନାଚ ପାର୍ଟିରେ ରଖିବା ଉଚିତ ନୁହଁ। ଏଇଟା ଭୀଷଣ ନିନ୍ଦନୀୟ କଥା। ବିଜେଡ଼ି ବାଲା ନବୀନ ପଟ୍ଟନାୟକ ଯେତେବେଳେ ଜଗନ୍ନାଥ କହୁଛନ୍ତି ସେ ଖୁସି ହେଉଛନ୍ତି, କିନ୍ତୁ ସିଏ ନିଜେ ବି ହିନ୍ଦୁ, ସେମାନେ ବି ବୁଝି ନାହାନ୍ତି ସନାତନ ଧର୍ମ କେତେ ଆଘାତ ପାଇଛନ୍ତି। ଜଗନ୍ନାଥ ହେଉଛି ଆମର ଇଷ୍ଟ, ଆମର ଓଡ଼ିଶାର ପରିଚୟ। ସାରା ପୃଥିବୀରେ ଜଗନ୍ନାଥଙ୍କୁ ଯେତେବେଳେ ମୁଣ୍ଡିଆ ମାରୁଛନ୍ତି, ପୂଜା କରୁଛନ୍ତି, ବିଜେଡ଼ି ବାଲା କ'ଣ ମୁଣ୍ଡିଆ ମାରୁନାହାନ୍ତି, ପୂଜା କରୁନାହାନ୍ତି? ସେମାନେ ହିନ୍ଦୁ ଧର୍ମକୁ ଲକ୍ଷ୍ୟ ରଖୁନାହାନ୍ତି। ତାଙ୍କ ଲକ୍ଷ୍ୟ ହେଉଛି ଭୋଟ କେମିତି ପାଇବୁ, ସରକାର କରିବୁ, ଲୋକଙ୍କୁ ଶୋଷିବୁ, ଲୁଟିବୁ, ନିଜେ ବଡ଼ ଲୋକ ହେବୁ। ସେ ଧର୍ମ ଭାଙ୍ଗି ଯାଉ, ଠାକୁର ବୁଡ଼ି ଯାଆନ୍ତୁ, ନିଜେ କେମିତି ଆମେ ଶାସନ କରିବୁ, ଏ ତାଙ୍କ ଲକ୍ଷ୍ୟ।